ଏକ ସୁନ୍ଦର ହରିତ ଜଙ୍ଗଲ ଥିଲା, ଯେଉଁଠି ଉଚ୍ଚ ଉଚ୍ଚ ଗଛଗୁଡ଼ିକ ଥିଲେ ଏବଂ ପକ୍ଷୀମାନେ ମିଠା ସୁରରେ ଗୀତ ଗାଉଥିଲେ। ସେହି ଜଙ୍ଗଲରେ ଅନେକ ପ୍ରାଣୀ ଖୁସିରେ ବସବାସ କରୁଥିଲେ। ସେଠି ରହୁଥିଲା ଏକ ଛୋଟ ଖରଗୋଶ ଚିଙ୍କି, ଯେଉଁଠି ଅତି ଚଞ୍ଚଳ ଏବଂ ଦ୍ରୁତ ଥିଲା। ସେ ସବୁବେଳେ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ରହୁଥିଲା। ଏକ ଦିନ ଜଙ୍ଗଲରେ ଭୟଙ୍କର ଝଡ଼ ଆସିଲା। ବହୁତ ଜୋର ହିରିବା ଲାଗିଲା ଏବଂ ଆକାଶ ଘନ କଳା ମେଘରେ ଢାକିଗଲା। ବହୁତ ଗଛ ଭୂଇଁକୁ ଭଳିଗଲା ଏବଂ କେତେକ ପ୍ରାଣୀ ନିଜ ଘର ହରାଇଦେଲେ। ଏହା ଦେଖି ଚିଙ୍କି ବହୁତ ଦୁଃଖିତ ହେଲା ଏବଂ ତାର ମନେ ହେଲା ଯେ ସେ ନିଶ୍ଚୟ ଅନ୍ୟମାନଙ୍କୁ ସାହାଯ୍ୟ କରିବ। ପ୍ରଥମେ ସେ ଟିମୁ ଖଞ୍ଜୁତିକୁ ଖୋଜିଲା, ଯାହାର ଛୋଟ ଜଳାଶୟ ମାଟିରେ ପୂରି ଯାଇଥିଲା। ଚିଙ୍କି ନିଜ ପାଞ୍ଜା ଦ୍ୱାରା ମାଟି କାଢ଼ିବା ଆରମ୍ଭ କଲା ଏବଂ କିଛି ସମୟ ପରେ ଜଳାଶୟ ପୁଣି ସଫା ହୋଇଗଲା। ଏହା ଦେଖି ଟିମୁ ବହୁତ ଖୁସି ହେଲା ଏବଂ ଚିଙ୍କିଙ୍କୁ ଧନ୍ୟବାଦ କହିଲା। ତାପରେ ଚିଙ୍କି ଜଙ୍ଗଲର ଏକ ଲୋମଡ଼ି ଦେଖିଲା, ଯେଉଁଠି ଥଣ୍ଡା ଏବଂ ବର୍ଷାରେ କମ୍ପିଥିଲା। ସେ ଦ୍ରୁତ ଶୁଖିଲା ପତ୍ର ଏବଂ ଗୋଟିଏ ଲକଡ଼ି ଇକଠା କରି ଏକ ନୂଆ ଆଶ୍ରୟ ବନେଇଦେଲା, ଯେଉଁଠି ଲୋମଡ଼ି ସୁଖରେ ବସିପାରିବ। ଏହାପରେ ଚିଙ୍କି ଏକ ଚଢ଼େଇକୁ ଦେଖିଲା, ଯାହାର ଘୋଷ ଭାଙ୍ଗିଗଲା ଏବଂ ଏହି ଦୁଃଖରେ ଚଢ଼େଇଟି କାନ୍ଦୁଥିଲା। ତାର ଅଣ୍ଡାଗୁଡ଼ିକ ପଡ଼ିଯାଇବାକୁ ଥିଲା। ଚିଙ୍କି ତୁରନ୍ତ ତାର ବନ୍ଧୁ ବାନର ମୋଣ୍ଟୁଙ୍କୁ ସାହାଯ୍ୟ ମାଗିଲା। ମୋଣ୍ଟୁ ଜଲ୍ଦି ଏକ ନୂଆ ଏବଂ ଶକ୍ତିଶାଳୀ ଡାଳ ଉପରେ ଚଢ଼େଇ ପାଇଁ ଘୋଷ ବନେଇଦେଲା ଏବଂ ଅଣ୍ଡାଗୁଡ଼ିକ ସୁରକ୍ଷିତ ହୋଇଗଲା। ସମସ୍ତ ଜଙ୍ଗଲ ପ୍ରାଣୀ ଚିଙ୍କିଙ୍କ ଦୟା ଏବଂ ସାହସ ଦେଖି ବହୁତ ଖୁସି ହେଲେ। ସମସ୍ତେ ମିଶି ତାକୁ ଧନ୍ୟବାଦ କଲେ। ଏହି ଦିନଠାରୁ ଚିଙ୍କି ସମସ୍ତଙ୍କ ପ୍ରିୟ ବନ୍ଧୁ ହୋଇଗଲା। ଶିକ୍ଷା ସତିକଥାରେ ମହାନ ହେବାର ମାନେ କେବଳ ଶକ୍ତି ନୁହେଁ, ବରଂ ଅନ୍ୟମାନଙ୍କୁ ସାହାଯ୍ୟ କରିବା ହିଁ ଏକ ବଡ଼ ଗୁଣ।